ଖ୍ରୀଷ୍ଟଙ୍କର ସେବା କରିନଥିଲେ, ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ଷୁଧିତ ଦେଖିନଥିଲେ, ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି ପ୍ରକାର ଗୋଟେ ଦୁଃଖିତ ଅବସ୍ଥାରେ ଥିବା ଦେଖିନଥିଲେ। କିନ୍ତୁ ପ୍ରଭୁ ସୃଷ୍ଟି କରିଥିବା ସେଇ ଜଣେ ଭାଇ କିମ୍ବା ଜଣେ ଭଉଣୀ କିମ୍ବା ଜଣେ ମା କିମ୍ବା ଜଣେ ବାପାଙ୍କୁ ସେମାନେ ଦେଖିଥିଲେ ଏବଂ ଗିନାଏ ନା ଥଣ୍ଡା ପାଣି ଦେଇଥିବେ। ହାଲେଲୁୟା। ଗୋଟେ ନିଜର ସାର୍ଟ କାଢି ଦେଇଥିବେ, ଆଜ୍ଞା ଥଣ୍ଡା ଲାଗୁଛି ଆପଣ ବାହାରେ ବସିଛନ୍ତି, ଏଇ ସାର୍ଟ ଗୋଟେ ପିନ୍ଧିଥାନ୍ତୁ ବୋଲି ଦେଇଥିବେ ସେମାନେ। ଆଉ ସେ ଭୋକିଲା ଥିବ ଦେଖିଥାନ୍ତେ, କୋଉଠି ଗୋଟେ କିଛି ଗୋଟେ ବ୍ରେଡ ଗୋଟେ ନହେଲେ ଗୋଟେ ରୁଟି ଗୋଟେ ଆଣିକି ଦେଇଥିବେ ସେମାନଙ୍କୁ। ଆଉ ସେଇ ବିଷୟ ପ୍ରଭୁ କହୁଛନ୍ତି ଯେ ତୁମେ ଏଇ କ୍ଷୁଦ୍ର ମାନଙ୍କ ମଧ୍ୟରୁ ଜଣଙ୍କ ପ୍ରତି କରିଥିବା ସକାଶୁ ତୁମେ ମୋ ପ୍ରତି କରିଅଛ। ହାଲେଲୁୟା, ହାଲେଲୁୟା। ଆପଣ ଧନୀ ଲୋକକୁ ଆହୁରି ପଇସା ଦିଅନ୍ତୁ, ତାର କିଛି ଲାଭ ନାହିଁ। ଧନୀ ଲୋକକୁ ଆହୁରି ଅଲଗା ଜିନିଷ ଦିଅନ୍ତୁ, କିଛି ଲାଭ ନାହିଁ। କିନ୍ତୁ ପରମେଶ୍ୱରଙ୍କର ଆଜ୍ଞା ପ୍ରମାଣେ ଜଣେ ଦୁଃଖୀ ଦରିଦ୍ର ଏହି ପ୍ରକାର ଲାଚାର ବ୍ୟକ୍ତିଙ୍କୁ ଯେତେବେଳେ ଆମେ ଅଳ୍ପ ବିଷୟ ମଧ୍ୟ ସାହାଯ୍ୟ କରିବା, ସ୍ୱର୍ଗ ରାଜ୍ୟରେ ତାହା ଲିପିବଦ୍ଧ ହଉଛି ମୋର ପ୍ରିୟ ମାନେ। ହାଲେଲୁୟା, ହାଲେଲୁୟା। ସେଥିପାଇଁ ତ ଖ୍ରୀଷ୍ଟିଆନ ଲୋକମାନଙ୍କୁ କହନ୍ତି ଯେ ଏମାନେ ସମାଜର ନା ସର୍ବୋଚ୍ଚ ନ୍ୟୁନତମ ଲୋକମାନଙ୍କ ମଧ୍ୟରେ ଏମାନେ ସେବା କରନ୍ତି। ହାଲେଲୁୟା। ମଦର ତେରେସାଙ୍କ ବିଷୟରେ ଆପଣ ଶୁଣିଥିବେ ନା। ମଦର ତେରେସା ଯିଏ କି ବିଶ୍ୱ ବିଖ୍ୟାତ ଜଣେ ମହିଳା ଥିଲେ। ଆଉ ସେ ଯେତେବେଳେ କାଲକାଟା ଆସିକି ଆଉ ନିଜର ସେବା କାର୍ଯ୍ୟକୁ ଆରମ୍ଭ କଲେ, କାଲକାଟାର ସହରରେ ଅନେକ କୋଡ଼ି ଲୋକମାନେ ରହନ୍ତି, ଅନେକ ନା ଦୁଃଖୀ ଦରିଦ୍ର ଅନାଥ ଲୋକମାନେ ରହନ୍ତି। ସେ ଯେତେବେଳେ ସେମାନଙ୍କ ମଧ୍ୟରେ ଆଉ ସେବା କରିବାକୁ ଆରମ୍ଭ କଲେ, ଲୋକମାନେ ତାକୁ ହସିଲେ, କହିଲେ ନା ବିଦେଶରୁ ଆସି ଏଠାରେ କଣ ପାଇଁ ଏତେ କଷ୍ଟ ପାଉଛି ନା। ଯେତେବେଳେ ଛୋଟ ଛୋଟ ପିଲାମାନଙ୍କୁ ନା, ମୁଁ ତ କହିପାରିବି ନାହିଁ, ଆପଣମାନଙ୍କ ମଧ୍ୟରେ ଆପଣ ଜାଣିଥିବେ ନା, ଜନ୍ମ ହେଲା ପରେ ଶିଶୁ ନା କନ୍ୟା ଯଦି ହୁଏ ଲୋକମାନେ ବାହାରେ ଫିଙ୍ଗିକି ଯାଆନ୍ତି। ଠିକ ଅଛି ନା। ଝିଅ ଜନ୍ମ ହେଲେ ନା ମା ମାନେ ବାହାରେ ଫିଙ୍ଗିକି ଯାଆନ୍ତି ସେମାନଙ୍କୁ। ଏବେ ବି ହଉଛି ଘଟଣା ଗୁଡାକ। ଆଉ ଏହି ପ୍ରକାର ଲୋକମାନଙ୍କ ମଧ୍ୟରେ ମଦର ତେରେସା ସେମାନଙ୍କୁ କାଖରେ ଧରି ଆସି ନିଜର ଗୋଟେ ନା ସ୍ଥାନକୁ ନେଇ ସେଠାରେ ସେମାନଙ୍କୁ ଯତ୍ନ ନେଇ ସେମାନଙ୍କୁ ସେବା କରି ସେମାନଙ୍କୁ ବଡ଼ କରି ସେ ରଖୁଥିଲେ। ଆଉ ଏହି ପ୍ରକାର ଭାବରେ ଅନେକ ମାନେ ବହୁତ ଦରିଦ୍ର ଅବସ୍ଥାରେ ଥିବା ଲୋକମାନେ ନା ସଢୁଥିବା ଲୋକମାନେ ଗନ୍ଥିଆ ହେଇଥିବା ଲୋକମାନଙ୍କୁ ମଦର ତେରେସା ସେବା କରିବାକୁ ଲାଗିଲେ। ଆଉ ବିଶେଷ ଭାବରେ କୋଡ଼ି ରୋଗ ମାନେ ଯାହାକୁ କୋଡ଼ି ରୋଗ ଲାଗିଥାଏ ସେମାନଙ୍କୁ ନିଜ ଘର ପରିବାର ସମସ୍ତଙ୍କୁ ବାହାର କରିଦିଅନ୍ତି ଏବଂ ସେମାନେ ଜୀବନ ଏବଂ ମୃତ୍ୟୁର ସଂଘର୍ଷରେ ବାହାରେ ଥାନ୍ତି। ଆଉ ଯେତେବେଳେ ମଦର ତେରେସା ଆଉ ସେମାନଙ୍କୁ ଦେଖିଲେ, ଆଉ ସେମାନଙ୍କର ଘା ସଫା କଲେ, ସେମାନଙ୍କୁ ମେଡିସିନ ଦେଲେ, ଆଉ ନିଜର ଗୋଟେ ଜାଗା ଯୋଉଠି ତିଆରି କରିଥିଲେ ସେମାନଙ୍କୁ ସେଠି ନେଇ ସେମାନଙ୍କର ସେବା ଶୁଶ୍ରୂଷା କଲେ। ଲୋକମାନେ କହିଲେ କଣ ଆଜ୍ଞା ଏଇଟା କରୁଛନ୍ତି ଆପଣ? ଯଦି ଚାହିଁଲେ ଯୋଉ ଇଟାଲୀରୁ ଆସିଛନ୍ତି ନା ରୋମରୁ ଆସିଛନ୍ତି ନା, ଏତେ ବଢିଆରେ ରହିପାରିବେ। ସେ ରାଜମହଲ ତିଆରି କଲା ଭଳିଆ କାଲକାଟାର ବଡ ବଡ